କୁହନ୍ତି 2024 ସେ ହାରିଲା ପରେ ସେ ଯେମିତି ବିକଳରେ ତାଟିଆ କାମୁଡନ୍ତି ସେଇଭଳି ପ୍ରୟାସ କରୁଛନ୍ତି ଆଉ ଲୋକମାନଙ୍କ ଆଗରେ ସେ ଭଲେଇ ହଉଛନ୍ତି ନା ଶସ୍ତା ଲୋକପ୍ରିୟତା ଯେ କିପରି ଆମେ ସୋସିଆଲ ମିଡିଆରେ କେମିତି ହାଇଲାଇଟ ରହିବୁ ଭିଓର ହେବେ ଏଇ ପ୍ରୟାସ ଯୋଉ କରୁଛନ୍ତି ଶସ୍ତା ରାଜନୀତି କରିକିନି ଏଇଭଳି ମନ୍ତବ୍ୟ ଦଉଛନ୍ତି ଯୋଉ ହାରିବା ପରେ ଯୋଉ ପ୍ରୟାସ କରୁଛନ୍ତି ଲୋକଙ୍କ ଆଗରେ ଭଲେଇ ହବାଟା ଲୋକମାନେ ଜାଣିଗଲେନି ଯେ ଏତେ ଟ୍ରୁଥ କିଛି ନାହିଁ। ଆପଣ ଦେଖନ୍ତୁ ଯେ ଆମର ପ୍ରିୟ ସାଂସଦ ଶାସନ ରତ୍ନ ଭର୍ତ୍ତୃହରି ମହତାବସ୍କି ନବୀନ ବାବୁ ଯେ ତାଙ୍କର ସାଂସଦ ସୁଲତା ଦେଓଙ୍କ ମାଧ୍ୟମରେ ଯୋଉ ଅପମାନ କରିଛନ୍ତି ଯେ ଦୁଇଥର ଶ୍ରେଷ୍ଠ ସାଂସଦ 7 ଥର ସାଂସଦ କଟକରୁ ଏ କଟକର ସ୍ୱାଭିମାନ ଓଡ଼ିଶାବାସୀଙ୍କର ସ୍ୱାଭିମାନ ଯେ ଡକ୍ଟର ହରେକୃଷ୍ଣ ମହାତାବ ତାଙ୍କ ପରିବାରକୁ ଅପମାନ କରିବା ଏକ ଯୋଉ ପ୍ରୟାସ କରିଛନ୍ତି ହୀନ ରାଜନୀତି କରିଛନ୍ତି ସେଥିପାଇଁ ମୁଁ ମଧ୍ୟ ସାମ୍ବାଦିକ ବନ୍ଧୁମାନଙ୍କ ମାଧ୍ୟମରେ କହିବାକୁ ଚାହେଁ ଯେ ନବୀନ ବାବୁ ଯୋଉ ଚେଷ୍ଟା କରୁଛନ୍ତି ସାଂସଦ ଓ ବିଧାୟକ ମାନଙ୍କୁ ଯେ ତାଙ୍କୁ ଅପମାନ କରିବା ତାଙ୍କୁ ବ୍ଲେମ କରିବା ଫଲ୍ସ ଆଲିଗେସନ ମାଧ୍ୟମରେ ସେଇଟା ବନ୍ଦ କରନ୍ତୁ ବହୁତ ଶୀଘ୍ର ଆଉ କ୍ଷମା ପ୍ରାର୍ଥନା କରନ୍ତୁ ଯେ ଓଡ଼ିଶାବାସୀ ମାନଙ୍କୁ ଯେ ଶ୍ରେଷ୍ଠ ସାଂସଦକୁ ଆଉ ସମ୍ବିଧାନକୁ ଯେ ଅସମ୍ମାନ କରୁଛନ୍ତି ଯେ ଦୁଇଥର ଶ୍ରେଷ୍ଠ ସାଂସଦକୁ କ୍ୱେଶ୍ଚିନ୍ କରୁଛନ୍ତି ଯେ ମାଟ୍ରିକ ଫେଲ କହୁଛନ୍ତି ଏକ ନିନ୍ଦନୀୟ ଘଟଣା। ସେଥିପାଇଁ ମୁଁ କହିବାକୁ ଚାହେଁ ଯେ ଏଭଳି କରିବାଟା ନିଶ୍ଚୟ ଲୋକମାନେ କେବେ ଭବିଷ୍ୟତରେ କ୍ଷମା ଦେବେନି। ଆପଣ ଦେଖନ୍ତୁ 2024 ସେ ହାରିଲା ପରେ ସରକାର ପାୱାର ଗଲା ପରେ ସେ ଯେମିତି ବିକଳରେ ତାଟିଆ କାମୁଡନ୍ତି ସେଇଭଳି ପ୍ରୟାସ କରୁଛନ୍ତି ଆଉ ଲୋକମାନଙ୍କ ଆଗରେ ସେ ଭଲେଇ ହଉଛନ୍ତି ଯେ ଫଲ୍ସ ଆଲିଗେସନ ଲାଗେ ସେ ଜାଣି ପାରୁନାହାନ୍ତି ଯେ ଲୋକମାନେ ବହୁତ ଜାଣିଗଲେନି ଯେ ଅସାମାଜିକ କଥାବାର୍ତ୍ତା କରୁଛନ୍ତି ଅସାମାଜିକ ବ୍ୟକ୍ତି ମାଧ୍ୟମରେ ଯୋଉ କରୁଛନ୍ତି ପ୍ରୟାସ କରୁଛନ୍ତି ଆଉ ରାଜ୍ୟସଭାକୁ ଅସାମାଜିକ ବ୍ୟକ୍ତି ମାନଙ୍କୁ ପଠେଇକିନି ଯୋଉ ମିଡିଆରେ ଏମିତି ବାଇଟ ଦଉଛନ୍ତି ଲୋକମାନେ ସମସ୍ତ ସଚେତନ ହେଇଗଲେ ନା ଶସ୍ତା ଲୋକପ୍ରିୟତା ଯେ କିପରି ଆମେ ସୋସିଆଲ ମିଡିଆରେ କେମିତି ହାଇଲାଇଟ ରହିବୁ ସ୍କ୍ରୋଲ ଅଧିକା କେମିତି ଭିଓର ହେବେ ଏଇ ପ୍ରୟାସ ଯୋଉ କରୁଛନ୍ତି ଶସ୍ତା ରାଜନୀତି କରିକିନି ଏଇଭଳି ମନ୍ତବ୍ୟ ଦଉଛନ୍ତି ଯାହାକି ଓଡ଼ିଶା ପାଇଁ କ୍ଷତି ଯେ ଜଣେ ଓଡ଼ିଆ ସାଂସଦକୁ ଏଇଭଳି କହିଲେ ନ୍ୟାସନାଲ ଚ୍ୟାନେଲରେ ଯେ ଓଡ଼ିଶାର ଗାରିମାମୟ ଓଡ଼ିଶାର ଗର୍ବ ଉପରେ ଏହା ଉପରେ କ୍ୱେଶ୍ଚିନ୍ ମାର୍କ ଆସିବ। ଆପଣ ଦେଖନ୍ତୁ ତାଙ୍କ ଦଳରେ ନୁହଁ ନବୀନ ବାବୁ ନିଜେ ଏହା କରଉଛନ୍ତି ଯୋଉ ବାରମ୍ବାର କରୁଛନ୍ତି ତାଙ୍କ ଉପରେ କଟକଣା କଣ ଆଣିଛନ୍ତି ନବୀନ ବାବୁ ଏଇ ଯୋଉ ସେ ତ ଥରେ ଅଧରେ ଏମିତି ଅପମାନ କରୁନାହାନ୍ତି ସବୁ ସାଂସଦ ବିଧାୟକ ମାନଙ୍କୁ ସେ ବାରମ୍ବାର ଫଲ୍ସ ଆଲିଗେସନ ନେଇ କରୁଛନ୍ତି ମୁଖ୍ୟମନ୍ତ୍ରୀଠୁ ଆରମ୍ଭ କରି ଆମର ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଏଇଭଳି ଯୋଉ ପ୍ରୟାସ କରୁଛନ୍ତି ହୀନ ରାଜନୀତି କରୁଛନ୍ତି ଯୋଉ ତାଙ୍କର କୌଣସି ଜିନିଷରେ ଆଲିଗେସନ ପାଉନାହାନ୍ତି ଫଲ୍ସ ଆଲିଗେସନ କରିକି କରୁଛନ୍ତି ଚେଷ୍ଟା କରୁଛନ୍ତି ଏହା ଏକ ନିନ୍ଦନୀୟ ଘଟଣା ଯୋଉ ନବୀନ ବାବୁ ନିଜେ ଯୋଉ ପରାସ୍ତ ହେଲା ପରେ ଯୋଉ ହାରିବା ପରେ ଯୋଉ ପ୍ରୟାସ କରୁଛନ୍ତି ଲୋକଙ୍କ ଆଗରେ ଭଲେଇ ହବାଟା ଲୋକମାନେ ଜାଣିଗଲେନି ଯେ ଏତେ ଟ୍ରୁଥ କିଛି ନାହିଁ। କଣ ଦେଖନ୍ତୁ ତାପରେ ଯୋଉ ହାରିଲା ପରେ ସେ ଯୋଉ କହିନାହାନ୍ତି ବିକଳରେ ତାଟିଆ କାମୁଡନ୍ତି ଯୋଉଟା ସେଇଭଳି ଔଷଧ ବିକଳରେ ତାଟିଆ କାମୁଡନ୍ତି ସେ ସେଇଆ ହିଁ ପ୍ରୟାସ କରୁଛନ୍ତି। ନବୀନ ବୁଝିବା ଦରକାର ଯେ ସ୍ୱଚ୍ଛତାରେ ଚାଲନ୍ତୁ ଆଉ ସତ୍ୟତାରେ ଚାଲନ୍ତୁ ଓଡ଼ିଶାବାସୀ ନିଶ୍ଚୟ ଆପଣ ସେଇ ସମ୍ମାନ ଦେବେ। ଯୋଉଭଳି ମନ୍ତବ୍ୟ ଦେଉଛନ୍ତି ଓଡ଼ିଶାବାସୀ ଗ୍ରହଣ କରୁନାହାନ୍ତି ଯେ ସେ ଜାଣିଗଲେ ନବୀନ ବାବୁ ହାରିଲା ପରେ ଏହା ତାଙ୍କ କାର୍ଯ୍ୟକର୍ତ୍ତାଙ୍କୁ ଲଗେଇକି ତାଙ୍କ ବିଧାୟକ ସାଂସଦ ଲାଗି ଏହା ପ୍ରୟାସ କରୁ।